ସୌରମଣ୍ଡଳରେ ବିଚରଣ କରୁଥିବା ଗ୍ରହ ନକ୍ଷତ୍ରମାନଙ୍କର ସ୍ଥିତି ଅନୁଯାୟୀ 2026 ମସିହାରେ ଧନୁରାଶିଜାତ ବ୍ୟକ୍ତି କ'ଣ ସବୁ ଫଳ ପାଇବାର ସମ୍ଭାବନା ରହିଅଛି। 2026 ମସିହାରେ ଧନୁରାଶିର କ୍ୟାରିୟର, ଆର୍ଥିକ ଅବସ୍ଥା, ବିବାହ ଓ ପରିବାର କିପରି ରହିବ? ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ପ୍ରଥମେ 2026 ମସିହା ପାଇଁ ଧନୁରାଶିର କ୍ୟାରିୟର ସମ୍ପର୍କରେ ଆଲୋଚନା କଲେ ଜଣାଯାଏ, ବାଣିଜ୍ୟ ବ୍ୟବସାୟ କରୁଥିବା ଧନୁରାଶିଜାତ ବ୍ୟକ୍ତି ଏହି ବର୍ଷ ବେପାର କ୍ଷେତ୍ରରେ ମଧ୍ୟମ ଧରଣର ଫଳ ପ୍ରାପ୍ତ କରିବେ। ବର୍ଷ ଆରମ୍ଭରୁ ଜୁନ ମାସ 2 ତାରିଖ ପର୍ଯ୍ୟନ୍ତ ଧନୁରାଶି ଅଧିପତି ବୃହସ୍ପତି ସପ୍ତମ ବାଣିଜ୍ୟ ସ୍ଥାନରେ ଅବସ୍ଥାନ କରିଥିବେ। ବୃହସ୍ପତିଙ୍କର ଦୃଷ୍ଟି ନିଜ ଘର ଧନୁରାଶି ଉପରେ ରହୁଥିବାରୁ ବାଣିଜ୍ୟ ବ୍ୟବସାୟ ଠିକ୍ଠାକ୍ ଭାବରେ ଚାଲିବ। ବେପାର କ୍ଷେତ୍ରରୁ ଭଲ ଆମଦାନୀ ହେବାର ଯୋଗ ରହିଅଛି। ପୂର୍ବରୁ ବ୍ୟବସାୟ କ୍ଷେତ୍ରରେ ପଡ଼ି ରହିଥିବା ବାକି ଟଙ୍କା ଆଦାୟ ହେବ। ବ୍ୟବସାୟ ଉଦ୍ଦେଶ୍ୟରେ ବିଭିନ୍ନ ଜାଗାକୁ ଯାତ୍ରା କରିବେ। କିନ୍ତୁ ଶନି ମହାଗ୍ରହଙ୍କର ଦୃଷ୍ଟି ଧନୁରାଶିର କର୍ମଭାବ ଉପରେ ରହୁଥିବାରୁ ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ପରିଶ୍ରମର ମୂଲ୍ୟ ମିଳିବାରେ ଅହେତୁକ ବିଳମ୍ବ ମଧ୍ୟ ଦେଖାଦେଇପାରେ। ଏପରିକି କଷ୍ଟମର ବା ସମଜାତୀୟ ବ୍ୟବସାୟୀମାନଙ୍କ ସହିତ ମନମାଳିନ୍ୟ ଦେଖାଦେବାର ମଧ୍ୟ ସମ୍ଭାବନା ରହିଅଛି। ଚାକିରି କରୁଥିଲେ ଧନୁରାଶିଜାତ ବ୍ୟକ୍ତି ଶୁଭ ପରିଣାମ ପ୍ରାପ୍ତ କରିବେ। ବର୍ଷର ପ୍ରଥମାର୍ଦ୍ଧରେ ଚାକିରିରେ ପ୍ରମୋସନର ଯୋଗ ରହିଅଛି। ଧନୁରାଶିର କର୍ମଭାବର ଅଧିପତି ବୁଧ ଭଲ ସ୍ଥିତିରେ ରହୁଥିବାରୁ ବ୍ୟାଙ୍କ, ଫାଇନାନ୍ସ, ଇନ୍ସୁରାନ୍ସ, ଟ୍ୟାକ୍ସ ଓ ଅର୍ଥ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀ କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଉପରିସ୍ଥ ଅଧିକାରୀଙ୍କର ପ୍ରଶଂସାର ପାତ୍ର ହେବେ। କିନ୍ତୁ ସହକର୍ମୀମାନେ ଈର୍ଷାନ୍ୱିତ ହେବେ। ସହକର୍ମୀମାନେ କର୍ମକ୍ଷେତ୍ରରେ ଅସହଯୋଗ ପ୍ରଦର୍ଶନ କରିବାର ସମ୍ଭାବନା ରହିଅଛି। ବର୍ଷର ଦ୍ୱିତୀୟାର୍ଦ୍ଧରେ ଅତର୍କିତ ଭାବେ ବଦଳି ହେବାର ଯୋଗ ଦେଖାଯାଏ। 2026 ମସିହାର ଜୁନ ମାସ 2 ତାରିଖ ପରଠାରୁ ଅକ୍ଟୋବର ମାସ 31 ତାରିଖ ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ସତର୍କତାର ସହିତ ଚଳିବା ଦରକାର। ନଚେତ୍ ସହକର୍ମୀଙ୍କ ଦ୍ୱାରା କର୍ମକ୍ଷେତ୍ରରେ ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି। ନୂତନ କର୍ମାରମ୍ଭ କରିବା ପାଇଁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 2026 ମସିହା ଅନୁକୂଳ ଫଳ ପ୍ରଦାନ କରିବ। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ, 2026 ମସିହା ଧନୁରାଶିଜାତ ବ୍ୟକ୍ତିଙ୍କ ପାଇଁ ବର୍ଷର ପ୍ରଥମାର୍ଦ୍ଧଟି ବେଶ ଲାଭଦାୟକ ରହିବ। ଧନକାରକ ଗ୍ରହ ବୃହସ୍ପତି ସପ୍ତମ ଦୃଷ୍ଟିରେ ନିଜ ଘର ଧନୁରାଶି ଉପରକୁ ଦୃଷ୍ଟି ଦେଉଥିବାରୁ ଅର୍ଥର ଅଭାବ ରହିବ ନାହିଁ। କିନ୍ତୁ ଧନଭାବର ଅଧିପତି ଶନି ଚତୁର୍ଥ ଭାବରେ ରହି ଧନ ଆସିବା ପ୍ରକ୍ରିୟାକୁ ବିଳମ୍ବିତ କରାଇପାରନ୍ତି। ଏହାଛଡ଼ା ଧନୁରାଶି ଉପରକୁ ଶନିଙ୍କର ଦୃଷ୍ଟି ରହିଥିବାରୁ ଏହି ସମୟରେ ଅଯଥା ଖର୍ଚ୍ଚ କରାଇବାର ସମ୍ଭାବନା ଦେଖାଯାଏ। ଧନୁରାଶିର ଆୟ ଭାବର ଅଧିପତି ବା ଲାଭ ଭାବର ଅଧିପତି ଶୁକ୍ର 2026 ମସିହାରେ ଧନୁରାଶି ପାଇଁ ପ୍ରାୟତଃ ଭଲ ସ୍ଥିତିରେ ରହୁଥିବାରୁ ଆୟ ବା ଲାଭ ଆଶା ଅନୁରୂପ ରହିବ। କିନ୍ତୁ ଜାନୁଆରୀ ମାସରେ ଶୁକ୍ର ଅସ୍ତ ରହୁଥିବାରୁ ଏହି ମାସଟିରେ ଅଧିକା ପରିଶ୍ରମ ସତ୍ତ୍ୱେ ଆଶା ଅନୁରୂପ ଆୟ ହୋଇପାରିବ ନାହିଁ। ଏହାଛଡ଼ା ମଇ ମାସ 14 ତାରିଖ ଠାରୁ ଜୁନ 8 ଏବଂ ଅଗଷ୍ଟ ମାସ 1 ତାରିଖ ଠାରୁ
ସେପ୍ଟେମ୍ବର ମାସ 2 ତାରିଖର ସମୟ ଆର୍ଥିକ ଅବସ୍ଥା ସାମାନ୍ୟ ଖରାପ ରହିବାର ସମ୍ଭାବନା। ପୁନଶ୍ଚ ଲକ୍ଷ୍ମୀ କାରକ ଗ୍ରହ ବୃହସ୍ପତି ଜୁନ୍ ମାସ 2 ତାରିଖ ଠାରୁ ଅକ୍ଟୋବର ମାସ 31 ତାରିଖ ପର୍ଯ୍ୟନ୍ତ ଅଷ୍ଟମ ଭାବ କର୍କଟ ରାଶିରେ ରହି ଧନୁରାଶିର ଧନଭାବ ଉପରକୁ ଦୃଷ୍ଟି ଦେଉଥିବାରୁ ଏହି ସମୟରେ ଆଶା କରିନଥିବା ଦିଗରୁ ବିପୁଳ ଧନପ୍ରାପ୍ତିର ସମ୍ଭାବନା ଦେଖାଯାଏ। ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ବର୍ଷର ପ୍ରଥମାର୍ଦ୍ଧଟି ବେଶ ଅନୁକୂଳ ରହିଅଛି। ସପ୍ତମ ଭାବରେ ଅବସ୍ଥିତ ବିବାହ କାରକ ଗ୍ରହ ବୃହସ୍ପତି ଧନୁରାଶିଜାତ ବ୍ୟକ୍ତିଙ୍କୁ ବିବାହ ବନ୍ଧନରେ ବାନ୍ଧି ଦେବା ପାଇଁ ଚେଷ୍ଟା କରିବେ। 2026 ମସିହାର ଜୁନ୍ ମାସ 2 ତାରିଖ ଠାରୁ ଅକ୍ଟୋବର ମାସ 31 ତାରିଖ ପର୍ଯ୍ୟନ୍ତର ସମୟ ବିବାହ ପାଇଁ କମଜୋର ସମୟ ରହିବ। ଅକ୍ଟୋବର ମାସ ପରେ ବୈବାହିକ ଜୀବନ ଆରମ୍ଭ କରିବା ପାଇଁ ସମୟ ପୁଣି ଅନୁକୂଳ ସମୟ ଆରମ୍ଭ କରିବ। ପାରିବାରିକ ଜୀବନ ପାଇଁ 2026 ମସିହା ଧନୁରାଶିଜାତ ବ୍ୟକ୍ତି ମଧ୍ୟମ ଧରଣର ଫଳ ପ୍ରାପ୍ତ କରିବେ। 2026 ମସିହାରେ ଧନୁରାଶିର ପାରିବାରିକ ସ୍ଥିତି ସାମାନ୍ୟ ରହୁଥିବା ବେଳେ ମଝିରେ ମଝିରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ। ଶନିଙ୍କ ଯୋଗୁଁ ପରିବାରର ସଦସ୍ୟମାନଙ୍କ ଭିତରେ ମନୋମାଳିନ୍ୟ ବା ସାମାନ୍ୟ କଥାକୁ ନେଇ ମତାନ୍ତର ସୃଷ୍ଟି ହେବ। ଧନ ଅଥବା ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଦ୍ୱନ୍ଦ୍ୱ ଦେଖାଯାଇପାରେ। ସମୟରେ ବନ୍ଧୁ ବିରୋଧ କରିପାରନ୍ତି। ଏହା ସତ୍ତ୍ୱେ ଗୃହରେ ମାଙ୍ଗଳିକ ବା ଶୁଭ କାର୍ଯ୍ୟ ଅନୁଷ୍ଠିତ ହେବାର ଯୋଗ ରହିଅଛି। ବୃହସ୍ପତିଙ୍କ ଯୋଗୁଁ ଘରକୁ ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ବିଶେଷ ବ୍ୟକ୍ତିବିଶେଷଙ୍କର ଆଗମନ ହୋଇପାରେ। ଏହି ସମୟରେ ତୀର୍ଥାଟନ ଓ ଦେବଦର୍ଶନ ପାଇଁ ସପରିବାର ଭ୍ରମଣରେ ଯାଇପାରନ୍ତି। ଦାମ୍ପତ୍ୟ ଜୀବନ ଠିକ୍ଠାକ୍ ରହିବ। ଏତ ଗଲା ମୋଟାମୋଟି ଭାବରେ ଧନୁରାଶି ପାଇଁ 2026 ମସିହାର ବାର୍ଷିକ ରାଶିଫଳ। ବର୍ଷଟିରେ ରହିଥିବା ଅଶୁଭତ୍ୱକୁ ଏଡ଼ାଇ ଶୁଭଫଳ ପାଇବା ନିମନ୍ତେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରନ୍ତୁ। ମନବାଞ୍ଛିତ ଫଳ ପ୍ରାପ୍ତ ହେବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।